ଦେଖିଥିବେ ସକାଳୁ 9ରୁ ଆରମ୍ଭ ହେଇକି ରାତି ବର୍ତ୍ତମାନ 10 ଧଇଲାଣି। ସବୁଆଡ଼େ ଖରା ହଉ ରାତି ହଉ ସବୁଆଡ଼େ ଲୋକମାନେ ପାଛୋଟି ନେଉଛନ୍ତି। ଆଜି 5ଟି ପଞ୍ଚାୟତ ଆମେ ଗସ୍ତ କରିଥିଲୁ ଏବଂ 5ଟି ପଞ୍ଚାୟତ ଶହ ଶହ ସଂଖ୍ୟାରେ ମା ମାନେ ଉପସ୍ଥିତ ରହି ଆମକୁ ଯେଉଁଭଳି ଆଶୀର୍ବାଦ ଦେଇଛନ୍ତି ତା 100% ଭୋଟ କନ୍ଭର୍ଟ ଯାଉଛି ଏବଂ ଭଣ୍ଡାରୀପୁର ନିର୍ବାଚନରେ ଉଭୟ MLA ଏବଂ MP ଏକ ବିରାଟ ବିଜୟ ଲାଭ ଆଡ଼କୁ ଯାଉଛି। ଆମେ ଦେଖୁଛୁ ଆପଣ ରାଲିରେ ଆସୁଥିଲୁ ବିଭିନ୍ନ ମା ମାନେ ଆପଣଙ୍କୁ ଫୁଲ ଦେଇ ସ୍ୱାଗତ କରୁଛନ୍ତି। ଆପଣ ବିଜୟ ପାଇଁ କେତେ ଆଶାବାଦୀ ଅଛନ୍ତି? 100% ଆଶାବାଦୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ଭଲ ପାଉଛନ୍ତି। ଓଡ଼ିଶା ସାରା ଭଣ୍ଡାରୀପୁର ନିର୍ବାଚନ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଯେଉଁ ଭଲ ପାଇବା ଆସ୍ଥା ପ୍ରକଟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ଇଲେକ୍ଟ୍ରିକ୍ ବିଲ୍ ମାଗଣା କରିଦେଲେ। ତାଙ୍କ ଝିଅ ବାହାର ପାଇଁ 25,000 ଟଙ୍କା ଦେଉଛନ୍ତି। ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ଝିଅ ଛୁଆ 14,000 ଏବଂ ପୁଅ 12,000 ପ୍ରତିବର୍ଷ ଦେବେ। ତ ମିଶନ ଶକ୍ତି ମା ମାନଙ୍କୁ ଆପଣଙ୍କର ପେନସନ୍ ସବୁ ଯୋଜନା ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି, ପୂର୍ବରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥିଲେ, ଓଡ଼ିଶାବାସୀ ତାଙ୍କୁ ତାଙ୍କ ହୃଦୟରେ ନେଇସାରିଛନ୍ତି ଏବଂ ପ୍ରତିଜ୍ଞା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ 6ଠ ଥର ମୁଖ୍ୟମନ୍ତ୍ରୀ କରିବା ସହିତ ଏକ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ। ତ ସେହି ପରିପ୍ରେକ୍ଷୀରେ ଆମେ ଏବଂ MP ଉଭୟ ସୁନ୍ଦର ତ୍ରିପାଠୀ, ମୁଁ ବିଜେଡି ଦଳର ଜଣେ ସକ୍ରିୟ କର୍ମକର୍ତ୍ତା। ଆଜିକାର ରାଲିରୁ ପ୍ରମାଣିତ ହେଉଛି ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା, ବିଜେଡିର ଲୋକପ୍ରିୟତା ଏବଂ ରାମକୃଷ୍ଣପୁର ପଞ୍ଚାୟତର ଜନସାଧାରଣଙ୍କର ଅକୁଣ୍ଠିତ ଆଶୀର୍ବାଦ ବିଜେଡି ଦଳ ପ୍ରତି ରହିଛି ଏବଂ ସଞ୍ଜୀବ ବାବୁଙ୍କ ପ୍ରତି ରହିଛି ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ମଧ୍ୟ ରହିଛି ଏବଂ ଏଥିରୁ ଜଣାପଡ଼ୁଛି ଆଗାମୀ ଦିନରେ ନିଶ୍ଚିତ ଭାବରେ 6ଠ ଥର ପାଇଁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ନିଶ୍ଚିତ ଭାବରେ ହେବେ ଏବଂ ବିଜେଡି ସରକାର ନିଶ୍ଚିତ ଭାବରେ ହେବ ଏବଂ ରାମକୃଷ୍ଣପୁର ପଞ୍ଚାୟତରେ ଆମେ ବିଜେଡି ଦଳ ତରଫରୁ ବହୁ ଭୋଟରେ ଆଗରେ ରହିବୁ, ଏହା ନିଶ୍ଚିତ। ଆସିଥିଲେ ଆଜି ତାଙ୍କ ପ୍ରତି ଆମର ମା ମାନଙ୍କର, ଭାଇମାନଙ୍କର ଏବଂ କର୍ମୀମାନଙ୍କର ଅକୁଣ୍ଠିତ ଜନସମର୍ଥନ ରହିଛି ରାମକୃଷ୍ଣ ପଞ୍ଚାୟତ ଜନସାଧାରଣଙ୍କ ତରଫରୁ ଏବଂ ଆଜି ଆମେ ରାମକୃଷ୍ଣପୁର ଜନସାଧାରଣଙ୍କ ନିକଟରେ ଚିରକୃତଜ୍ଞ ଯେ ଆମର ବିଧାୟକଙ୍କୁ ଆମେ ଆଜି ସ୍ପଷ୍ଟ ଭାବରେ ଅନୁଭବ କରୁଛୁ ଯେ ବହୁ ଭୋଟରେ ଆମର ସଞ୍ଜୀବ ଭାଇ ରାମକୃଷ୍ଣ ପଞ୍ଚାୟତରୁ ଜୟଯୁକ୍ତ ହେବେ।